ବୈଜୟନ୍ତୀ ପଣ୍ଡା ଆଇଥିଲେ, କୃଷ୍ଣଚନ୍ଦ୍ର ପଣ୍ଡା ଆଇଥିଲେ। ଆଉ ତାଙ୍କର ଲାଗି ତ ଶୁଣିକି ମୋ ପୁଅ ଦୌଡ଼ିକି ନାତି ଯାଇଥିଲା। ଏଇ ଘଟଣା ମାନେ ଶୁଣିକି ଆଇଥିଲେ ଟିକେ ଆଶ୍ୱାସନା ଦେବାକୁ। ଆଉ କ'ଣ ମୁଁ ଯାହା ହଉ ପୁଅକୁ ତ ପାଇନି, ଯାହା ହଉ ସେଠିକି ଆଇଲେ ମୁଁ ଖୁସି ହେଉଛି। ଆଉ କେଉଁଠି ହରେଇ ଦେଇଥାନ୍ତି, ପୁଅକୁ ପାଇନଥାନ୍ତି। ତାର ଗୋଟେ ନିଶା, ଝିଅ ଗଲା ଦିନରୁ ସେ ତାଙ୍କ ପିଛା ଧରିଛି। ଆକ୍ସିଡେଣ୍ଟ ହେଇଥିଲା, ଆଇଥିଲେ ବୈଜୟନ୍ତୀ ପଣ୍ଡା ଆଇଥିଲେ, କୃଷ୍ଣଚନ୍ଦ୍ର ପଣ୍ଡା ଆଇଥିଲେ ଏଇଠି ଦେଖି ଦେଖିକି ଗଲେ। ଆଉ କ'ଣ କରିବା, ମୁଁ ତ ତାଙ୍କର ମୁହଁରେ ଦେଖା ହେଇନି ଲୋକ ଗହଳି। ଆଉ କ'ଣ, ସେ ତ ଦୁଃଖ କଥା ଜାଣିକି ଆଇଲେ ଘରକୁ, ବଡ଼ କଥା, ବୁଝିଲ ବା। ଆଉ ମୁଁ ତାଙ୍କୁ ଦେଖି ସୁଦ୍ଧା କ'ଣ କହିଥାନ୍ତି, ଶୁଣିକି ଦୁଃଖ ଶୁଣିକି ଆଇଛନ୍ତି। ଆଉ ମୁଁ ତାଙ୍କୁ ଆଉ କ'ଣ କହିଥାନ୍ତି। ହଁ, ଦୁଃଖ ସୁଖର ସାଥୀ ନୁହଁ ଆଉ ଆଇଲେ କାହିଁକି? ଆମେ କିଏ, ସିଏ କିଏ? ଆମ ଘରକୁ ସିଏ କାହିଁକି ଆଇଥାନ୍ତି କହୁନା ବା। ଗାଁକୁ ଆସନ୍ତି, ଆଉ ସେ ଆମ ଘରକୁ ପଣ୍ଡା ସବୁବେଳେ ଆସନ୍ତି, ବୁଝିପାରିଲ। ଏ ଯେଉଁ ନୃଷ୍ଟ ପଣ୍ଡା ଆସନ୍ତି। ଆଉ ଇଏ କଥାର ବୈଜୟନ୍ତୀ ପଣ୍ଡା ଆଇଲେ। ଆଉ କ'ଣ, ବୈଜୟନ୍ତ ବାବୁ ଭାରତୀୟ ଜନତା ପାର୍ଟିର ଇଏ ଅଛନ୍ତି। ଆମ କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ଚୟନ ହୋଇଛନ୍ତି। ଆଉ ଆମର ଆଳି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବି କୃଷ୍ଣଚନ୍ଦ୍ର ପଣ୍ଡା ଆସିଥିଲେ। ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି କିଶୋର ପଣ୍ଡା ଆସିଥିଲେ। ଆଜ୍ଞା, ସେ ମାନେ ସାହସ ଦେଇକି ଗଲେ ଯେ କିଛି ବି ହେଲେ ସିଏ ମୋ ପଛରେ ଅଛନ୍ତି, ବି ମେଡ଼ିକାଲ ଯାହା ବି ହେଲେ ସେ ବୁଝିବେ। ଖୁସି ଲାଗିଲା। ଆମର କେନ୍ଦ୍ରାପଡ଼ାର ଅଦିନାଲ ହିରୋ ଯିଏ ସୁଖ ଦୁଃଖରେ ସବୁବେଳେ ସାଥୀ ହୁଅନ୍ତି, ମୋ ପାଇଁ ଶୁଣିକି ମୋ ଘରେ ପହଞ୍ଚିଛନ୍ତି। ମୋ ବାପା ମାଆ ମାନଙ୍କୁ ସବୁ ସହଯୋଗରେ ମାନେ ସାହସ ଦେଇଛନ୍ତି ଯେ ଏ ପିଲାର କିଛି ହେବ ନା, ଆମେ ଅଛୁ। ଏତେ ଖୁସି ଲାଗିଲା, ପାଖରେ ଆସି ଠିଆ ହେଇଛନ୍ତି। ଯାହା ହଉ ଧନ୍ୟବାଦ, ହୃଦୟରୁ ରହିଲା। ଯେପର୍ଯ୍ୟନ୍ତ ବୈଜୟନ୍ତ ବାବୁ ଥିବେ, ବଣ୍ଟି ବି ଥିବ ତାଙ୍କ ସାଙ୍ଗରେ, ସେ ଯାହା ବି ହେଇଯାଉ। ଧନ୍ୟବାଦ।